ଶିଶିର ନାଶଇ ପଦୁଇନି ଘନ ରବିଙ୍କି ଗ୍ରାସେ ଏଣୁ ଋତୁପତି ନାମରେ ରବି ରହିଲେ ତ୍ରାସେ। କବି ପୁଣି ସେଇ ସୂର୍ଯ୍ୟଙ୍କର କଥା କହୁଛନ୍ତି ଯେ ଶିଶିର ନାଶଇ ପଦୁଇନି। ଆରେ ପଦୁଇଁ ହେଉଛି ସୂର୍ଯ୍ୟଙ୍କର, ସୂର୍ଯ୍ୟ ହେଉଛନ୍ତି ପଦ୍ମବାନ୍ଧବ ବା ସେ ହେଉଛନ୍ତି ପଦ୍ମ ଫୁଲ ଗୁଡ଼ିକ। ଆଜ୍ଞା ଦିନରେ ଯେତେବେଳେ ସୂର୍ଯ୍ୟାଲୋକରେ ଆଲୋକିତ ହୋଇଯାଏ ସେ ପଦ୍ମ ଫୁଲ ଗୁଡ଼ିକ ପ୍ରସ୍ଫୁଟିତ ହୁଅନ୍ତି, ସୂର୍ଯ୍ୟଙ୍କର ପ୍ରିୟା ସେ। କିନ୍ତୁ ସହଜରେ ଶୀତ ଦିନେ ତ ତାଙ୍କର ପ୍ରିୟାର କାକର ପଡ଼ିକରି ଆଜ୍ଞା ପଦ୍ମବନ ନଷ୍ଟ ହୋଇଯାଏ। ତେଣୁ ଶିଶିର ନାଶଇ ପଦୁଇନି। ଆରେ ଶିଶିର ଯେ ଶୀତ ଋତୁରେ ଯେ ପଦୁଇନି ତାଙ୍କର ପ୍ରିୟା ଯେ ସୂର୍ଯ୍ୟଙ୍କର ପ୍ରିୟା ସେ ତ ବିନଷ୍ଟ ହୋଇଯାଇଥାଏ। ଏବଂ ଘନ ରବିଙ୍କୁ ଗ୍ରାସେ, ବର୍ଷା ଋତୁରେ ସୂର୍ଯ୍ୟ ଆକାଶରେ ମେଘାଚ୍ଛନ୍ନ ହୋଇଗଲେ ଆଜ୍ଞା, ଆକାଶ ମେଘାଚ୍ଛନ୍ନ ହୋଇଗଲେ ସୂର୍ଯ୍ୟଙ୍କୁ ଆଉ ଲୁଚି ଯାଆନ୍ତି। ଆଉ ଇଏ ଋତୁପତି, ସେ ତ ଶୀତ ଋତୁ ବର୍ଷା ଋତୁ, ଇଏ ଯେତେବେଳେ ଋତୁପତି ବା ଋତୁ ସମ୍ରାଟ ଆସିଛନ୍ତି ଆଉ ରବି